ଆସନ୍ତୁ ଆଜି ଦେଖିବା ଗୋଟେ ନୂଆ ପ୍ରକାର ପର୍ବ। ଏଟା ହିନ୍ଦୁ ମାନଙ୍କର ଫେମସ୍ ପର୍ବ। ମାନେ ଦେଖିବ ବୋଲେ ମୁଣ୍ଡ ଖରାପ ହେବ ଆଉ। ମାନେ ଯାହାର ମନ ଦୁର୍ବଳ, ଯାହାର ଆତ୍ମା ଦୁର୍ବଳ, ସେ ଟୋଟାଲ ଦେଖିପାରିବନି। କି ଭୟଙ୍କର ଦୃଶ୍ୟ ଭାଇ! ମଣିଷ ବି ମାନେ ରାକ୍ଷସ ପାଲଟିଯାଏ। ଯାହାର ହାର୍ଟ ଦୁର୍ବଳ ସିଏ ତ ଟୋଟାଲି ହିଁ ଦେଖିପାରିବନି। ମାନେ ଏଇ ପର୍ବ, ଏଇ ଯାତ୍ରାଟା, ଏଇଟା ଆମ କନ୍ଧମାଳ ଡିଷ୍ଟ୍ରିକ୍ଟରେ ରୁହେ। ଏଇଟାକୁ କେଡୁ ଯାତ୍ରା କୁହାଯାଏ। ଏଠି ବାଜ ବାଜଣ ହୁଏ। ଗାଁର ମାନେ 5-6ଟା ଗାଁ, ବଡ଼ ବଡ଼ ଗାଁ ସବୁ ଗୋଟେ ଠାରେ ଏକତ୍ର ହୁଅନ୍ତି। ତାପରେ ସେଇଟା ଗୋଟେ ପାଳନ କରାଯାଏ, କେଡୁ ଯାତ୍ରା ବୋଲି। ଫେମସ୍ ଯାତ୍ରା ଆଉ, ବର୍ଷକୁ ଥରେ ସେଇଟା ପାଳନ କରାହୁଏ ଆଉ। ତମେ ଯଦି ଦେଖିବ ମାନେ ମୁଣ୍ଡ ଖରାପ ହେଇଯିବ ଆଉ। ମାନେ ହାର୍ଟ ଯାହାର ଦୁର୍ବଳ ସେ ତ ଟୋଟାଲ ଦେଖିବ ନାହିଁ। ଟୋଟାଲ ନ ଦେଖିବା ହିଁ ଭଲ। ମାନେ ଗାଁ ଗହଳିରେ ଏଇଟା ସବୁ ପାଳନ୍ତି। ଆମର ଯେଉଁ କନ୍ଧ ସମାଜ ଅଛି ଆଉ ହିନ୍ଦୁ ଯେଉଁ ଅଛନ୍ତି ସବୁ ଟେଣ୍ଟ ଫେଣ୍ଟ କରନ୍ତି। ଟେଣ୍ଟ ଫେଣ୍ଟ କଲା ପରେ ଏଇଟା ମାନେ ସବୁ ଗେଟ୍ ଟୁଗେଦର ହୁଅନ୍ତି। 5-6ଟା ଫ୍ୟାମିଲି, ସରି 5-6ଟା ଗାଁ, ବଡ଼ ବଡ଼ ଗାଁ ସବୁ ଗେଟ୍ ଟୁଗେଦର ହୁଏ। ଆଉ ମଇଁଷି ବନ୍ଧା ହୁଏ। ସେ ମଝିରେ ମଇଁଷି ବନ୍ଧା ହୁଏ। ମଇଁଷି ବନ୍ଧା ତା ଚାରିପଟେ ଆମର ଲୋକମାନେ ରୁହନ୍ତି। ସବୁ ଆମର ଇଏ ହିନ୍ଦୁ ଧର୍ମର ଲୋକମାନେ, ଏଇଟା ଗୋଟେ ତାଙ୍କର ପୂର୍ବପୁରୁଷମାନଙ୍କର ମାନେ ଯାତ୍ରାଟା ଆଉ। ମଇଁଷିକୁ ବନ୍ଧା ହୁଏ। ମଇଁଷିକୁ ମାନେ ଟର୍ଚର କରାଯାଏ। ଟର୍ଚର ମାନେ ତା'ର ଅର୍ଥ କ'ଣ ଆଉ, ତାକୁ ଖଣ୍ଡା, କାତି, କୁରାଢ଼ୀ ଏମାନଙ୍କରେ ସବୁ ତାକୁ ବାନ୍ଧିକି ମରାଯାଏ ତାକୁ। ଆଉ ତାକୁ ଭୟଙ୍କର ଟର୍ଚର କରାଯାଏ। ବହୁତ ଇରିଟେଟ୍ ବି ହୁଏ। ଏଇଠି ମାନେ ଯଦି ମଇଁଷିର ଯଦି ବେକରୁ ଯଦି ଦଉଡ଼ି ଫିଟିଗଲା ତ ଜାଣନ୍ତୁ ସେଦିନ କାହାର କ'ଣ ହୋଇବ ଆଉ ସେଇଟା କହି ହେଉନି। ଜୀବନ ଯିବାର ଫୁଲ୍ ଗ୍ୟାରେଣ୍ଟି ଅଛି ଆଉ। ଏଠି ସବୁ ଗେଟ୍ ଟୁଗେଦର ହୁଅନ୍ତି। ସବୁ ବ୍ୟାଗ୍ ପତ୍ରରେ ସେ ପାଣି ଯାକ, ହଳଦୀ ପାଣି ଆଣିକି ତାକୁ ପକାଇ ଦିଅନ୍ତି। ତାକୁ ଗାଧୋଇ ଦିଅନ୍ତି, ଚନ୍ଦନ ଦିଅନ୍ତି, ଚାଉଳ ପକାଇ ଦିଅନ୍ତି, ଭାତ ପକାଇ ଦିଅନ୍ତି। କିଏ କେତେବେଳେ କ'ଣ କରିଦିଏ ଆଉ। ମାନେ ତାକୁ ଏଇଟା ତାଙ୍କର ପର୍ବ। ଆମ ଭାଷାରେ ଅନ୍ଧବିଶ୍ୱାସକୁ କିଏ ମାନୁଛି କିଏ ନାହିଁ ସେଇଟା ପର କଥା। ଆଉ ଗଭର୍ଣ୍ଣମେଣ୍ଟ ବି ଏ ଉପରେ କିଛି ଆକ୍ସନ୍ ନେଉନି। କାରଣ ଏଇଟା ପର୍ବପର୍ବାଣି। ଏଇଟା ଯଦି ଗଭର୍ଣ୍ଣମେଣ୍ଟ ଆକ୍ସନ୍ ନେବ ନେକ୍ସଟ ଟାଇମ୍ ତାକୁ ବି ଭୋଟ ମିଳିବନି। ଏଇଟା ମାନେ ଯାତ୍ରାଟା, ଏଇଟା ବଡ଼ ଯାତ୍ରାଟା, କେଡୁ ଯାତ୍ରା ବୋଲି। ମାନେ କନ୍ଧମାଳ ଡିଷ୍ଟ୍ରିକ୍ଟରେ ଏଇଟା ହୁଏ ଆଉ। ପ୍ରାୟତଃ ବଡ଼ ବଡ଼ ପଞ୍ଚାୟତ ଗୁଡ଼ାକରେ ଏ ଯାକ ପାଳନ କରାଯାଏ। ଏଇଟା ଗଭର୍ଣ୍ଣମେଣ୍ଟ ବି ଜାଣିଛି। ଗଭର୍ଣ୍ଣମେଣ୍ଟ କିନ୍ତୁ ଆର କୌଣସି ଆକ୍ସନ୍ ନେବନି। ଆକ୍ସନ୍ ନେଲେ ଜାଣିଥିବ ବହୁତ ବଡ଼ ଇସ୍ୟୁ ହେଇଯିବ, ବହୁତ ବଡ଼ କାଣ୍ଡ ବି ହେଇଯିବ ଆଉ। ତ ଏଇଟା ମଇଁଷି ବନ୍ଧେଇକି ତାକୁ ଗାଧୋଇ ଦିଅନ୍ତି। ଏମିତି ଗାଧୋଇ ଦିଅନ୍ତି, ତାକୁ ଖାଦ୍ୟ ଦିଅନ୍ତି, ତାକୁ ହଳଦୀ ପାଣିରେ ଏଇଟା କରିଦିଅନ୍ତି। ଲୋକମାନେ ସବୁ ଦେଖୁଥିବେ। ତାକୁ ବି ଟର୍ଚର କରାଯାଏ, ମରାଯାଏ, ପିଟାଯାଏ, ସବୁ କରାଯାଏ। କ'ଣ ଆଉ କହିବି, ସେ କଥା କହିଲେ ମୁଣ୍ଡ ଖରାପ ହେଇଯିବ ଆଉ। ଏଇଟା ଆମ କନ୍ଧମାଳ ଡିଷ୍ଟ୍ରିକ୍ଟର
କନ୍ଧମାଳ ଡିଷ୍ଟ୍ରିକ୍ଟର ରାଇକିଆ ବ୍ଲକର ଇଏ ଅ, ଅ, କ'ଣ କହିବେ ଚାଞ୍ଚେଟି ବ୍ଲକ ଆଡ଼େ ଏଇ ପର୍ବଟା ପାଳନ କରାଯାଏ। ଗୁଡ୍ରିକିଆରେ ବୋଧ ହୁଏ। ବହୁତ ମାନେ ଡେଞ୍ଜରିୟସ୍ ପର୍ବ। ଲୋକ ଗହଳ ଆଡ଼ମ୍ବରରେ ପାଳନ କରନ୍ତି, ସବୁ କରନ୍ତି, କିନ୍ତୁ ଡେଞ୍ଜରିୟସ୍ ପର୍ବ ଭାଇ। ଥରେ ଦେଖିବ ବୋଲେ ମୁଣ୍ଡ ଖରାପ। ଏମିତି ତ କେବେ ମାନେ ଦେଖି ନଥିଲି, ଏଇଟା ଫାର୍ଷ୍ଟ ଟାଇମ୍ ମୋର। ବହୁତ ମାନେ କ'ଣ କହିବି, ସେଇଟା ଡେଞ୍ଜରିୟସ୍ ପର୍ବ। ମାନେ ଛାତି ଦହଲି ଯିବ ଭାଇ। ଆଉ ଛୋଟ ବଡ଼ ଲୋକମାନେ ସବୁ ଦେଖନ୍ତି। ଆଉ ତାକୁ ଲାଷ୍ଟରେ ମାନେ ଟର୍ଚର୍ ତାଙ୍କେ କ'ଣ ପାଇଁ ଏଇଟା କରନ୍ତି ମୁଁ ବି କିଛି ଜାଣିନାହିଁ। ଆଉ ଜାଣିବା ପାଇଁ ବି ମୁଁ ଚାହୁଁନାହିଁ। ଏଇଟା କହିଲେ ବହୁତ କଣ୍ଟ୍ରୋଭର୍ସି ହେବେ। ମାନେ ବହୁତ ଲାଷ୍ଟରେ ତାକୁ ପ୍ରାଣରେ ମାରନ୍ତି। ତାର ପ୍ରାଣରେ ମାରିକି ତାର ସେ ବେକ, ସେ ଯେଉଁ ଖୁଣ୍ଟି ନେଇ ଖୁଣ୍ଟି ଉପରେ ରଖନ୍ତି। ତାପରେ ତାର ମାଂସ ଫାଂସ ନେଇକି ତାଙ୍କେ ଖାଆନ୍ତି ନା କ'ଣ ସେଇଟା ମୁଁ ବି ଜାଣିନି। କିନ୍ତୁ ଏମିତି ହୁଏ ଆଉ, ମାନେ ବଳି କହିବାକୁ ଗଲେ ଏଇଟା ବଳିଟା। ଆଉ ଏମିତିକା ମାନେ ଦେଖିଲେ ମୁଣ୍ଡ ଖରାପ ହେଇଯିବ ଭାଇ। ତମ ମାନେ ଝାଳ ଫୁଟିବ ନା କ'ଣ ପାଇଁ ଆସିଲି। କାରଣ ଯାହାର ହାର୍ଟ ପୁରା ଷ୍ଟ୍ରଙ୍ଗ ସେ ହିଁ ଦେଖିପାରିବ। ତାକୁ ଏ ମଇଁଷିକୁ ବହୁତ ଟର୍ଚର୍ କରନ୍ତି। ତା'ର ଲାଞ୍ଜ କାଟନ୍ତି, ଗୋଡ଼ କାଟନ୍ତି, ତା'ର ଶେଷରେ ବେକ କାଟନ୍ତି। ବେକ କାଟିକି ସେ ଯେଉଁ ଖୁଣ୍ଟି ଅଛି ଖୁଣ୍ଟି ଉପରେ ରଖନ୍ତି। ମାନେ ବହୁତ ହଇରାଣ କରି ତାକୁ। ଏଇଟା କି ପର୍ବ, କ'ଣ ପାଇଁ ପର୍ବ ଏଇଟା କରାହେଇଛି ମୁଁ ବି କିଛି ବୁଝିପାରୁନି। ପ୍ରଶାସନ ଏ ଉପରେ ପଦକ୍ଷେପ ବି ନେବା କଥା। ଏଇଟା ପର୍ବ ତ କୁହାଯିବନି, ମାନେ ଏଇଟା ଯାତ୍ରା ବି ତ କୁହାଯିବନି। ଏଇଟା ମୋ ମତରେ ବଳି ପ୍ରଥା ଏବେ ଯାଏଁ ଅଛି। ଏଇଟା ଏବେ ଯାଏଁ ମଣିଷ ମାନେ ପ୍ରଶାସନ କିଛି କରିବେ ନା, ଗଭର୍ଣ୍ଣମେଣ୍ଟ ବି କିଛି କରିପାରିବ ନାହିଁ ମୁଁ ଯାହା ଭାବୁଛି। ଏମିତିକା ପର୍ବ ପାଳିବା କଥା ନାହିଁ। ଏମିତିକା ମାନେ ଯାତ୍ରା ହିଁ କରିବା ପାଇଁ ଗଭର୍ଣ୍ଣମେଣ୍ଟ ଦେବା କଥା ନୁହଁ। ହେଲେ ବି ଗଭର୍ଣ୍ଣମେଣ୍ଟ ଏଲାଉ କରୁଛି, କାରଣ ଆଜିକାର କ'ଣ ଆଉ କହିବୁ, ନିୟମ କାନୁନ ତ କିଛି ନାହିଁ। ନିୟମ କାନୁନ କେବଳ ମାନେ ଇଏ ମନୁଷ୍ୟ ପାଇଁ, ପଶୁମାନଙ୍କ ପାଇଁ ଆଉ ନିୟମ କିଛି ଆଉ ନାହିଁ। ଦେଖିବାକୁ ଗଲେ ମନୁଷ୍ୟ ହିଁ ପଶୁଠାରୁ ହୀନ। କାରଣ ମନୁଷ୍ୟର ବିଚାର ଚିନ୍ତାଧାରା ଅଛି, କିନ୍ତୁ ପଶୁର ନାହିଁ। ପଶୁ ଆଉ କାହାକୁ କ'ଣ କମ୍ପ୍ଲେନ୍ କରିବ? ମଣିଷ ହିଁ ବୁଝିବା କଥା। କିନ୍ତୁ ମଣିଷ ହିଁ ଯିଏ ବଞ୍ଚାଇବା କଥା ସିଏ ହିଁ ରାକ୍ଷସ ହେବ ବୋଲେ ଆଉ ପଶୁ ବି କ'ଣ କରିବ? ବଡ଼ ଭୟଙ୍କର ପର୍ବ, ମାନେ ବଡ଼ ଭୟଙ୍କର ଯାତ୍ରା। ଆଉ ଆପଣମାନେ ଭିଜୁଆଲ୍ ଦେଖି ଜାଣିପାରୁଥିବେ। ମୁଣ୍ଡ ଖରାପ। ମାନେ ଏମିତି କରିବା କଥା ହିଁ ନୁହଁ। ଆଉ ଏଇଟା ଜୀବନ ପ୍ରତି ବହୁତ ବିପଦ। କିନ୍ତୁ ଏଇଟା ତାଙ୍କ ପାଇଁ ଏଣ୍ଟରଟେନମେଣ୍ଟ। ଏଇଟା କେଉଁ ପ୍ରକାର ବଳି ପ୍ରଥା, କେଉଁ ପ୍ରକାର ଯାତ୍ରା ମୁଁ ବି ବୁଝିପାରୁନି। କ'ଣ ଆଉ କହିବି ଏ ବିଷୟରେ। ଯାହା ବି ଯଦି ବା କିଛି କହିଲେ ଏଇଟା କଣ୍ଟ୍ରୋଭର୍ସି ଆଡ଼କୁ ଯିବ। କଣ୍ଟ୍ରୋଭର୍ସି କରିବା ଲୋକକୁ କିଛି ବିପଦ ନାହିଁ, ଯିଏ ମାନେ ସଚେତନ କରିବ ତା ପାଇଁ ବିପଦ। ଗୋଟେ ମଇଁଷି ହେଉ କି ଗୋଟେ ଜନ୍ତୁ ହେଉ, ତାକୁ ତ ଗଭର୍ଣ୍ଣମେଣ୍ଟ ମନା କରିଛି, କିଛି ଆକ୍ରମଣ କରିବା ପାଇଁ ମନା କରିଛି, ମାରିବାକୁ ମନା କରିଛି। କିନ୍ତୁ ଗଭର୍ଣ୍ଣମେଣ୍ଟ କେଉଁ ହିସାବରେ ଏଇଟା ମାନେ ଏଲାଉ କରୁଛି ମୁଁ ବି ବୁଝିପାରୁନି। ଆମେ କହୁଛୁ ବଳି ପ୍ରଥା ନାହିଁ, ବଳି ପ୍ରଥା ନାହିଁ, ବଳି ପ୍ରଥା କେତେଟା ଜାଗାରେ ଅଛି। ବଳି ପ୍ରଥା ଏବେ ବି ଚାଲିଛି। କୁକୁଡ଼ା ହେଉ, ଛେଳି ହେଉ, ଗାଈ ହେଉ, ଘୁଷୁରୀ ହେଉ, ଏଇଟା ତ ନିଜ ସାମ୍ନାରେ ଆମେ ଦେଖୁଛୁ। ମୁଣ୍ଡ ଖରାପ ହେଇଯିବ ଏଇଟା। ତାକୁ ଖାଇବାକୁ ଦିଆହେଉଛି, ଖାଇବାକୁ ଦେଇକି ତାକୁ ଟର୍ଚର୍ କରାଯାଉଛି। ଟର୍ଚର୍ କଲା ପରେ ତାକୁ ପୁଣି ଶେଷରେ ଲାଞ୍ଜ କାଟିବେ, ଗୋଡ଼ କାଟିବେ, ମାନେ ବେକ କାଟିବେ, ତା'ର 4ଟା ଗୋଡ଼, ତାପରେ ବେକ ସେଇଟା ପୁରା କାଟିକି ସେ ରକ୍ତ ଯାକ ସବୁ ଛିଞ୍ଚିବେ। ତାପରେ ସେଇଟା ପୁଣି ଯେଉଁ ମାଂସ ନିଅନ୍ତି, ଯେଉଁ ତା'ର ଜିନିଷ ଯାକ ନିଅନ୍ତି, ମାଂସ, ଗୋଡ଼, ହାତ ହେଉ, ବେକ ହେଉ, ଯେଉଁ ଗୋଟେ ଜିନିଷ ବି ନିଏ, ସେଇଟା ପୁଣି ତାଙ୍କୁ ଗୋଟେ ଆଶୀର୍ବାଦ, ସେଇଟା ଗୋଟେ ପବିତ୍ର ହୁଏ ତାଙ୍କୁ। ଆଉ ଏଇଟା ବଳି ପ୍ରଥା ଦେଲେ ତାଙ୍କର ଭଲ ଫସଲ ହୁଏ, ତାଙ୍କ ଗାଁରେ ପୁଣି ଶାନ୍ତି ଆସେ। ମାନେ ଜଣକୁ ମାରିକି ତାଙ୍କ ଗାଁରେ ପୁଣି ଶାନ୍ତି ଆସେ। ଏଠି ଦେଖନ୍ତୁ ହଳଦୀ ପାଣି ପକାଉଛି, କ'ଣ ଏଇଟା? ମାନେ ମୁଣ୍ଡ ଖରାପ। ବୁଝିବା ଲୋକର ବି ମୁଣ୍ଡ ଖରାପ ହେଇଛି। ଦେଖନ୍ତୁ ସେଇଟା କ'ଣ ଖଣ୍ଡା ବୋଧେ ଧରିଛି, କାତି, ଏଇଟା କୁରାଢ଼ୀ, ଏଇଟା ପାରମ୍ପାରିକର ଅସ୍ତ୍ରଶସ୍ତ୍ର, ଏଇଟା ବନ୍ଧୁକ ବି ଏଇଟା ଧରାଇଛି। ଗଭର୍ଣ୍ଣମେଣ୍ଟ ସବୁ ଜାଣିକି ବି ଏଇଟା କରୁଛି। କେମିତି ଏଲାଉ କରୁଛି ମୁଁ ବୁଝିପାରୁନି। ସବୁ ମୋବାଇଲ ଧରିକି ରେକର୍ଡ଼ିଂ, ମୁଁ ଯେମିତି ରେକର୍ଡ଼ିଂ, ସେମାନେ ସେଠି ଜଣେ ବନ୍ଧୁକ ଫୁଟାଇଲା। ଦେଖନ୍ତୁ ଭାଇ, ବନ୍ଧୁକ ଫୁଟାଇଲେ ପ୍ରାଣ ବି ଯାଇପାରେ। ହେଉଠି ଖଣ୍ଡା ଜଣେ ଧରିଛି, କୁରାଢ଼ୀ ଧରିଛି, ଆଦିବାସୀର ଅସ୍ତ୍ରଶସ୍ତ୍ର ସବୁ ଧରିଛି। ଆଉ ଯଦି କୌଣସି ବିଷୟରେ ଯଦି କହିଲେ, ହିନ୍ଦୁ ଧର୍ମକୁ ଆକ୍ଷେପ କରି କହିଲା, ଏମିତି କହିଲା, ସେମିତି କହିଲା, ଏଗୁଡ଼ା ଗୋଟେ ବଡ଼ ପ୍ରୋବ୍ଲେମ୍ କ୍ରିଏଟ୍ ହେବ। ତ
କିଛିଟା ଭୁଲ ଥିଲେ ମାଇଣ୍ଡ କରିବେ ନାହିଁ, କ୍ଷମା କରିବେ। ମୁଁ କୌଣସି କଣ୍ଟ୍ରୋଭର୍ସିରେ ପଶିବାକୁ ଚାହୁଁନି। ଏଇଠି ଦେଖନ୍ତୁ, ଛୁରୀ ଧରିଛି, ଏଇଟା କାତି ଧରିଛି, କୁରାଢ଼ୀ ଧରିଛି, ଆଦିବାସୀର ଅସ୍ତ୍ରଶସ୍ତ୍ର, ସିଏ ବନ୍ଧୁକ ଫୁଟାଇଲାଣି। ମାନେ ବହୁତ ଗହଳିରେ ଜୀବନ ବି ଯାଇପାରେ। କାଠାରେ କେଉଁଠି ଅସ୍ତ୍ରଶସ୍ତ୍ର ବାଜିଯିବ, କୁରାଢ଼ୀ ବାଜିଯିବ, କାତି ବାଜିଯିବ, ଛୁରୀ ଖଣ୍ଡା, ପିଲାମାନେ ଯିବା ତ ଏଇଟା ବହୁତ ବିପଦଜନକ। ଏ ବୁଢ଼ା ହେଉ ଭେଣ୍ଡିଆ ହେଉ ସମସ୍ତଙ୍କ ପାଇଁ ଏଇଟା ବିପଦଜନକ। ଏମିତିକା ପର୍ବପର୍ବାଣୀ, ଏମିତିକା ଯାତ୍ରା, ଯେଉଁ କେଡ଼ୁ ଯାତ୍ରା କହୁଛନ୍ତି, ଏଇଟା ମହା ବିପଦ ଭାଇ। ଯାଆନ୍ତୁ ନାହିଁ। ଯିବେ ଯଦି ଦୂରରୁ ହିଁ ଦେଖନ୍ତୁ, ଦୂରରୁ ଦେଖିଲେ ହିଁ ଭଲ ମୋ ମତରେ। କିନ୍ତୁ ବହୁତ ବିପଦ ଭାଇ। ଦେଖନ୍ତୁ, ଭୟଙ୍କର ଗହଳି, ମାନେ ହଜାର ହଜାର ଲୋକ ଆସନ୍ତି, ମାନେ 10-12 ବଡ଼ ବଡ଼ ଗାଁ ଗୁଡ଼ାକ ସବୁ ଗୋଟେଠାରେ ଏକତ୍ର ହୁଅନ୍ତି। ବାଜନ ବାଜେ, ଆଉ ଯେଉଁ ସିଂହ ବାଦ୍ୟ ବାଜେ, ତାପରେ ସେ ଟେଣ୍ଟ ଫେଣ୍ଟ କରାହୁଏ। ଟେଣ୍ଟ ଫେଣ୍ଟ କରାହେଲେ ଫୁଲ ମାଳ ଆଣନ୍ତି, ଗାଈକୁ ଗାଧୋଇ ଦେବା ପାଇଁ ହଳଦୀ ପାଣି, ଘାସ, ଡାଳ, ପତ୍ର ସବୁ ଏଇଟା ଦିଆଯାଏ। ହେଇଠି ଦେଖ, ଏଇଟା କ'ଣ ଭାଇ, ଦେଖ, ତାକୁ ଅଲରେଡ଼ି ମାରି ସାରିଲେଣି। ସବୁ ପିଇକି ମାତାଲ ଅଛନ୍ତି ବୋଧେ। ହେଇଠି ପାଟିରେ ଗୋଟେ ମାଂସ ଧରିଛି, ମାଂସ ଗୋଟେ ଧରିଛି, ଏଇଠି ପାଟିରେ ମାଂସ ଧରି, ମାନେ ମନୁଷ୍ୟ ବି ରାକ୍ଷସ ଟାଇପ୍। ଏଇଟା ଧର୍ମ ନା କ'ଣ ଭାଇ? ଏଇଟା ଦେଖ, ଆମେ କେଉଁ ଦିଗକୁ ଯାଉଛୁ, କେଉଁ ରାସ୍ତାକୁ ଯାଉଛୁ। ହେଇଠି ମାଂସ ଗୋଟେ ଖଣ୍ଡାରେ ତା କରିଛି। ହେଇଠି ତାର ମୁଣ୍ଡ ଦେଖନ୍ତୁ, ଏଇଠି ଅଛି, ଏ ଖୁଣ୍ଟି ଉପରେ। ମାନେ ଆମେ ମନୁଷ୍ୟ ନା ଆମେ ରାକ୍ଷସ? କ'ଣ କରିବା? ଏଇଟା ପରମ୍ପରା ଭାଇ, ଡେଞ୍ଜରିୟସ୍ ପରମ୍ପରା। ଏ ବିଷୟରେ ଆଉ ଯଦି କ'ଣ କହିଲେ ବଡ଼ ବଡ଼ କଣ୍ଟ୍ରୋଭର୍ସି ହେଇଯିବ। ଆମେ ତ ସାଧାରଣ ଲୋକ, ଆମର କଥା କେଉଁଠି କ'ଣ ରହିବ? ସେଇଟା ମାରିଲେ, ସେଇଟା ଏବେ ସେ ଯେଉଁ ମୁଣ୍ଡ ରଖନ୍ତି ତା ଚାରିପଟେ ସମସ୍ତେ ନାଚନ୍ତି। ଆଉ ଯିଏ ମାଂସ ପୁଳାଟେ ବୋଲେ ସେ ଘରକୁ ନିଅନ୍ତି। ସେଇଟା ତାଙ୍କେ ରଖନ୍ତି ନା ଖାଆନ୍ତି, ସେ ବିଷୟରେ ମୁଁ କିଛି ଜାଣିନି। ଏଇଠି ଦେଖ, ସେ ଉପରେ ସବୁ ଗୋଲ କରିକି ନାଚନ୍ତି, ପୁରା ମାନେ କ'ଣ ବାଜଣାରେ ପୁରା ଆଡ଼ମ୍ବରରେ ନାଚନ୍ତି। ସବୁ ମାଆମାନେ, ମହିଳାମାନେ, ଅଜାମାନେ, ଆଈମାନେ, ସେ ପାରମ୍ପାରିକର ଯେଉଁ ଅସ୍ତ୍ରଶସ୍ତ୍ର ଅଛି ସେଇଟା ଧରିକି ମାନେ ଭୟଙ୍କର ନାଚନ୍ତି, ମାନେ ଖୁସିରେ ନାଚନ୍ତି। ମାନେ କେଉଁ ଦେଶରେ ନାଚନ୍ତି ମୁଁ ବି କିଛି ବୁଝିପାରୁନି, କିନ୍ତୁ ନାଚନ୍ତି ଆଉ। ସେଇଠି ସବୁ ଧରିଛନ୍ତି, ଦେଖନ୍ତୁ। ସେଇଠି ଯେଉଁ ମାନେ ମୁଢ଼ି ଧରନ୍ତି, ଧାନ ଧରନ୍ତି, ଚାଉଳ ଫାଉଳ ଧରନ୍ତି, ଏମିତି ଉପରେ ପକେଇ ନାଚନ୍ତି। ଆଉ ସେଗୁଡ଼ାକରେ ଫୁଲ ବି ଥାଏ। ତାପରେ ଗାଁ ଗହଳିରେ ସବୁ ନାଚନ୍ତି। ଏଇଟା ଫାଷ୍ଟର ଦୃଶ୍ୟ, ମୁଁ ରିପିଟେଡ଼ ଦେଖାଉଛି। କେତେ ଲୋକ, ମାନେ ଏଇଟା ବାଉଁଶରେ ବନ୍ଧା ହେଇଛି। ଇନକେସ୍ ଯଦି ସେ ମଇଁଷିର ବେକରୁ ଯଦି ଦୌଡ଼ି ଭାଙ୍ଗିଯିବ, ମାନେ ଛିଣ୍ଡିଯିବ, ବୋଲେ ସିଏ କାହାକୁ ଆଟାକ୍ କଲା ବୋଲେ ସେଇଟା ଗଲା, ଶେଷ, ଜୀବନ ଶେଷ ହେଇଯିବ। ମାନେ ମନୁଷ୍ୟ ବି ମାନେ ରାକ୍ଷସଠୁ ବଡ଼ ଭୟଙ୍କର। ଆମେ କୁକୁଡ଼ା ମାରିକି ଖାଉଛୁ, ତ ଆମେ ଏମିତି କରିକି ଖାଉନୁ, ଆମେ ନର୍ମାଲ୍ କରୁଛୁ। ଏଇଟା କେମିତି ମୁଁ ବି ବୁଝିପାରୁନାହିଁ ଆଉ। ହଉ, ଯାହା ବି ହଉ, ଭୁଲ ଥିଲେ କ୍ଷମା କରିବେ।